माछ को एमती सफा कर पूरा एमती भाजीदेव आलू को एमती कषियो तेल पकईकि पूरा मस्त कषियो सिझला पियाज को एमती काटियो आलू हिंदी भाजी हो गला सब काट दब देख सब कड़े नॉन स्टिक रु कड़ाइला पियाज को इमती भाजियो भाजियो पियाज अदा को इमती छड़ेयो अदा को आए पकड़ रसुण री चुपा छड़े पकड़ पियाज अदा रसुण पकईकि भाजियो इमती 3टा टमाटो धरियो सब खंड 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 कर काटियो देख इन काटियो ये भजार टमाटो पकई दो टमाटो पकई घाटी दो कषियो टमाटो जाक कहले भाजी भल पियाज अदा रसुण टमाटो 3टा टमाटो आईरे डालचीनी खंडुटी अनाज फुल गोटे लवंग 3टा आ गोलमरिच 8टा रु 10टा आ अलैच 2टा एमती गोटा मसला धरियो आमर ए तरकारीटा हम गोटे केजी माछ पाई पूरा एमती भाजीदेव यहाँ गोटे अलग टाइप नुआ टाइप हो बुझल पियाजटा को एमती पूरा भाजीदेव बुझल भाजीदेला यहाँ थे पियाज टी सान सान काटिला एमती कटा हम सान सान कटा हम टिंगरी टिंगरी एरा को ग्राइंडर कापर पकईकि बाटियो ठंडा है ग्राइंडर कापर बेलाटा कान ग्राइंडिंग कर दो गैस रे कड़ाई बसैयो कड़ाई की गरम करियो कड़ाई गरम हेले ताइरे 50 ml सरसो तेल पकेयो देखो सरसो तेल पूरा गरम हबो तापरे चीनी टीए पकेयो चीनीटा गरम है सोरिष पकेय सोरिष पकेला चिड़चिड़ फुटियो तुम धाईना दूर पड़े जीरा टी पकेय जीरा सोरिष फुटियो टक 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 मकर मकर देख सोरिष फुटला आम कैमेरा को दूर दूर नहीं जा ना बोले आम उपर पड़ी छोट छोट काटी पियाज कंचा पियाज 2टा को तेल पकेय तेल पकेला गुटा मसला अच्छी ताकू भी पकेय फिंगियो जोर कि फिंगियो खाली कड़े बोले स्वाद आयो पियाज को भलिकी भाजियो घाटी घाटी भाजियो कड़ईटा को कर्र कर्र कर भाजियो बोले स्वाद आयो पियाज को पूरा गोल्डन कलर करके भाजियो बुझल ना कषि कषि भाजियो तेल टे कम है तेल आउ पकेय पका पूरा पूरा देख लो ना कि गोल्डन कलर भी भाजीला पूरा पियाज को गोल्डन कलर कर भाजी
ପିଆଜ ଭାଜି ହେଇଗଲା ପରେ କ'ଣ କରିବ ଆମେ ଯେଉଁ ବାଟି ନଥିଲେ କି ତାକୁ ପକେଇବ ତାକୁ ପକେଇବ ଭଲ କି ଘାଣ୍ଟିବ ପୁରା ଦେଖିଲ ନା କିନ୍ତୁ ପକେଇବ ତାକୁ ପୁରା ଖର 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 କରି ଘାଣ୍ଟିବ ଯେମିତିକି ଆମେ ଯେତିକି ପକେଇଛେ ଫୁଟି ଫୁଟି ପୁରା ତେଲ ଯାକ ବାହାରି ପଡ଼ିବାର ଅଛି ପଦା ପୁରା ତେଲ ଛାଡ଼ିବ ଆଳୁ ତାପରେ କ'ଣ କରିବା କହିବୁ ତାପରେ ମଝିରେ ମଝିରେ ଦେଖିକିରି ଟିକେ 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 ପାଣି ଦେବ ମଝିରେ ଦେଖି ଦେଖି ଟିକେ ଟିକେ ପାଣି ଦେବ ତାପରେ 5 ମିନିଟ୍ ଘୋଡ଼େଇ ଦେବ ଇନ୍ତି କରିକିରି 5 ମିନିଟ୍ ଘୋଡ଼େଇ ଦେବ ଖାପ କାଢ଼ି ଟିକେ ଭଲ ଲାଗିକି ଦେଖିବ ତଳେ ଆଡ଼େ ନହେଲେ ପୋଡ଼ିଯିବ ମଝିରେ ମଝିରେ ଏମିତି କାଢ଼ିକି ଟିକେ ଘାଣ୍ଟିବ ଏବେ ଆଇରେ ଆଳୁ ପକେଇଦେବ ଦେଖିଲ ନା ଆଳୁ କଷା ହେଇଥିଲା ଆଳୁ ପକେଇଦେବ ଆଳୁକୁ ମସଲାକୁ ଭଲ ଲାଗିକିରି ଭାଜିବ କଷିବ ଆଳୁକୁ ଆଉ ମସଲାକୁ ପୁରା କଷିବ 5-10 ମିନିଟ୍ କଷିବ ତାପରେ ହଳଦୀ ଗୁଣ୍ଡ ଛାଟିକିରି ଫିଙ୍ଗିବ ହଁ ତାପରେ ମର୍ଚ ଗୁଣ୍ଡ ବି ଛାଟିକିରି ପକେଇବ ହଁ ଦେଖିଲ ନା ଇଣ୍ଡିଆ ଛାଟି ଛାଟି ପକେଇବ ସବୁ ଛାଟିକି ପକେଇକି ଟିକେ ଭଲିକି ଆଉଥରେ ଘାଣ୍ଟିବ ତାପରେ ବେଶୀ ମୁଦା ହେଇଗଲା ନା ପାଣି ଟିକେ ଦେବ ପାଣି ଟିକେ ଦେଇ ଘାଣ୍ଟିବ ଭଲ ଲାଗିକିରି ଘାଣ୍ଟିବ ପୁରା ଦେଖ ଆଳୁକୁ ମସଲାକୁ ପୁରା ଭାଜିବ ଭାଜି ଭାଜି କଷିବ ପୁରା ଆକୁ ଏବେ ପାଣି ଟିକେ ଦେଇକିରି ଘୋଡ଼େଇବା ଦେଖିଲ ନା ଏମିତି ପୁରା କଷି ହେଲା ପରେ ପୁରା ପାକାକିରି ଜୁସ୍ କରିବା ଆକୁ ପାଣି ଟିକେ ଦେବା କଷିକିରି ପାଣି ଦେଇ ତାପରେ ସ୍ୱାଦ ମାପିକିରି ଲୁଣ ପକେଇବ ମେନ୍ ଲୁଣ ଯୋଉଟା ଖର୍ଚ୍ଚ କର ଲୁଣ ସାଇଜରେ ପକେଇବ ଲୁଣ ପକେଇ ଘାଣ୍ଟିବ ତାପରେ ଘାଣ୍ଟିକିରି ଢାଙ୍କୁଣି ଘୋଡ଼େଇ ଦବ ଫୁଟିଲା ପର୍ଯ୍ୟନ୍ତ ଜଗିବ ଢାଙ୍କୁଣି କାଢ଼ିକିରି ମଝିରେ ଟିକେ ଦେଖିବ ଫୁଟିକି ଦେଖିଛି କିନ୍ତୁ ତରକାରୀ ଫୁଟୁଛି ଦେଖ କିନ୍ତୁ ଫୁଟୁଛି ଦେଖିଲ ନା ଟିକେ ଢାଙ୍କୁଣି କାଢ଼ି ମଝିରେ ମଝିରେ ଦେଖିବ ଦେଖିଲ ନା ଏମିତି ତରକାରୀ ଟକର ମକର ହେଇକି ଫୁଟିବ ଫୁଟିଲେ ଆଗା ସ୍ୱାଦ ହବ ନହେଲେ ହବନି କସ୍ତୁରୀ ମେଥିକି ଧରିକି ମନ୍ଥିକିରି ଛାଟିକିରି ଫିଙ୍ଗ ଛାଟିକିରି ହଁ ଛାଟିକି ଫିଙ୍ଗିଲେ ସ୍ୱାଦ ହବ ନହେଲେ ହବନି ତାପରେ ଟିକେ ଘାଣ୍ଟିବ ତାପରେ ଗୋଟେ କରିକିରି ମାଛ ତାରେ ଛାଡ଼ିବ ଆସ୍ତେ ଆସ୍ତେ ପ୍ୟାର ଦେଇକି ଛାଡ଼ିବ ନହେଲେ ସବୁ ଗୁଣ୍ଡ ଗୁଣ୍ଡ ହେଇଯିବ ହାଲୁଆ ହେଇଯିବ ବୁଝିଲ ନା ଗୋଟେ କରି ଛାଡ଼ିବ ଆସ୍ତେ ଆସ୍ତେ ମଝିରେ ପକେଇବନି ତଡ଼େ ଆଗା ପକେଇବ ତା ସେ ମଝିରେ ଫୁଟି ଯିବ ଦେଖିଲ ନା ଏମିତି ପକେଇବ ଦେଖ ଫିଙ୍ଗିଦେଲା ଗୋଟେ ଏମିତି ଫିଙ୍ଗିବ ଉଲ୍ଟେଇକିରି ପକେଇକିରି ଆଉ ଉଲ୍ଟେଇକି ଫିଙ୍ଗିବ ବୋଲେ ସ୍ୱାଦ ହବ ଦେଖ ମାଛ ସବୁ ଛାଡ଼ିଲା ପରେ ଢାଙ୍କୁଣି ଆଣିକିରି ଘୋଡ଼େଇ ଦବ ତାପରେ ଗ୍ୟାସକୁ ଟିକେ ସ୍ଲୋ କରିଦବ ତାପରେ ଢାଙ୍କୁଣି କାଢ଼ି ଟିକେ ଦେଖିବ
ମାଛ କେମିତି ଫୁଟୁଛି ଦେଖ କେମିତି ଫୁଟୁଛି ହାଉ ବାହାରୁଛି ହାଉ ହାଉ ଏମିତି ହାଉ ବାହାରିଲେ ସ୍ୱାଦ ହେବ। ତାପରେ ଫ୍ଲେମ୍ ଟିକେ ବଢ଼େଇ ଦେବ 5 ମିନିଟ୍ ଜଗିବ। ଆମର ମାଛ ତରକାରୀ ତିଆରି ହେଇଗଲା ଦେଖ କେତେ ବଢ଼ିଆ ହେଇଛି। ଏମିତି କି ବାସ୍ନା ହେଉଛି ଶୁଙ୍ଗ ଦେଖ ଶୁଙ୍ଗ ଦେଖିଲ ନା ମାଛର କାଲରଟା କେମିତି ଆଉଛି ବାସ୍ନା ହେଉଛି ବା କିସ ଲାଗିବ ଆଜି ମାଛ ତରକାରୀଟା ଖାଲି ଖାଇ ପକେଇବା ଗାଁ ଗାଁ କରିକିରି। ଇଏ ଦେଖନ୍ତୁ ଆମର ମାଛ ତରକାରୀ କେମିତି ଦେଖାଯାଉଛି। ଏବେ ତା ମାଛ ତରକାରୀ କରିବା ଶିଖିଲ ମାତ୍ର ସବୁ କରିବ ଭୁଲିବନି ସବସ୍କ୍ରାଇବ୍ କରିବ ଆମ ଚ୍ୟାନେଲକୁ ଲାଇକ୍ ଗୋଟେ କରିବ ଗୋଟେ ଦୁଇଟା କମେଣ୍ଟ କରିବ କେମିତି କରୁଛ କେମିତି କଲ କେମିତି ହେଲା ଭଲ ଲାଗିଲା ନା ନାଇଁ ବୁଝିଲ ନା ନ କଲେ ହେବନି ଲାଇକ୍ଟି କରିବ ଆଉ କମେଣ୍ଟ କରିବ ତାପରେ ସବସ୍କ୍ରାଇବ୍ ବି କରିବ ସବସ୍କ୍ରାଇବ୍ଟା ନିହାତି। ଥ୍ୟାଙ୍କ ୟୁ।